ଓଡ଼ିଶା ଅବକାରୀ ବା ଏକ୍ସାଇଜ୍ କମିଶନର ଓଡ଼ିଶା କଟକ ତରଫରୁ ଆପଣମାନଙ୍କର ଦେଖନ୍ତୁ ଏକ୍ସାଇଜ୍ କନେଷ୍ଟବଳ ଏବଂ ଆପଣଙ୍କର ସବ୍ ଇନ୍ସପେକ୍ଟର ନିଯୁକ୍ତି ନିମନ୍ତେ ଗୋଟେ ଆର୍ଟିଆଇର ଆପଣଙ୍କର ଆର୍ଟିଆଇର ରିପ୍ଲାଏ ଆଧାରରେ ଆପଣଙ୍କର ଦେଖନ୍ତୁ ଭ୍ୟାକେନ୍ସି ପୋଜିସନ୍ ଏଠି ରହିଛି। ଆପଣଙ୍କର ଏକ୍ସାଇଜ୍ କନେଷ୍ଟବଳ କେତେ ରହିଛି ଆପଣଙ୍କର ଦେଖନ୍ତୁ ଅବକାରୀ କନେଷ୍ଟବଳ 575 ଗୋଟି ପଦବୀ ଆପଣଙ୍କର ଯେଉଁଟାକି ଅଲ୍ ଓଡ଼ିଶା ବେସିକ୍ରେ ଆପଣଙ୍କର ନିଯୁକ୍ତି ନିମନ୍ତେ ଭ୍ୟାକେନ୍ସି ଅଛି ଏବଂ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର ବା ଏସ୍ଆଇ ଆପଣଙ୍କର 33 ଗୋଟି ପଦବୀ ଆପଣଙ୍କର ନିଯୁକ୍ତି ନିମନ୍ତେ ଭ୍ୟାକେନ୍ସି ରହିଛି। ତ ପୂର୍ବରୁ ଆପଣଙ୍କର ଅପଡ଼େଟ୍ ଅନୁସାରେ ନୂଆ ରୁଲ୍ ହିସାବରେ ଓଡ଼ିଶା ସବଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ କମିଶନ୍ ଏହାକୁ ନିଯୁକ୍ତିର ପଦବୀ ଯେଉଁ ଭ୍ୟାକେନ୍ସି ରହିଛି ତାକୁ ଫିଲ୍ଅପ୍ କରିବ। ତାର କମ୍ପ୍ଲିଟ୍ ନୂଆ ରୁଲ୍ ମଧ୍ୟ ଆସିଛି। ସେଇ ରୁଲ୍ଟିକୁ ମୁଁ ଆପଣମାନଙ୍କୁ ବର୍ତ୍ତମାନ ଦେଖାଉଛି। ଦେଖନ୍ତୁ ଏଇ ଯେଉଁ ଭ୍ୟାକେନ୍ସି ରହିଛି ସେଇ ରୁଲ୍ ଅନୁସାରେ ଆପଣଙ୍କର ନିଯୁକ୍ତି ହେବ। ତ କମ୍ପ୍ଲିଟ୍ ରୁଲ୍ ଏବଂ ଏଇ ଯେଉଁ ଅପଡ଼େଟ୍କୁ ମୁଁ ଆପଣମାନଙ୍କୁ ଟେଲିଗ୍ରାମ ଗ୍ରୁପ୍ରେ ସେୟାର କରିବି, ଆପଣମାନେ ଦେଖିପାରିବେ। ତ ଦେଖନ୍ତୁ 6 ଡିସେମ୍ବର 2023 ଅନୁସାରେ ବର୍ତ୍ତମାନ ଆପଣଙ୍କର ଏଇ ଡିସେମ୍ବର ମାସ ଅନୁସାରେ ଆପଣଙ୍କର ଟୋଟାଲ୍ ଏକ୍ସାଇଜ୍ ସବ୍ ଇନ୍ସପେକ୍ଟର 33 ଗୋଟି ଏବଂ ଏକ୍ସାଇଜ୍ କନେଷ୍ଟବଳ 575 ଗୋଟି ପଦବୀ ରହିଛି। ତ ଆପଣଙ୍କର ଭ୍ୟାକେନ୍ସି ଖୁବ୍ ଶୀଘ୍ର ଆସିବାକୁ ଯାଉଛି, ଯାହାକି ମୁଁ ପୂର୍ବରୁ ଯେଉଁ ରୁଲ୍ ଉପରେ ଆପଣମାନଙ୍କୁ ଇନଫର୍ମେସନ୍ ଦେଇଥିଲି ଆପଣମାନେ ଜାଣିଥିବେ। ତ କିଛି ପିଲା ମଧ୍ୟ କମେଣ୍ଟ କରୁଥିଲେ ଯେ କେବେ ଏକ୍ସାଇଜ୍ କନେଷ୍ଟବଳ ନିଯୁକ୍ତି ଆସିବ। ଖୁବ୍ ଶୀଘ୍ର ଆପଣଙ୍କର ନିଯୁକ୍ତି ଆସିବ ଏବଂ ମୁଁ ସେଇ ନୂଆ ରୁଲ୍ଟିକୁ ଆପଣମାନେ ବର୍ତ୍ତମାନ ଦେଖାଉଛି। ଦେଖନ୍ତୁ କ'ଣ ରହିଛି ରୁଲ୍ଟି। ଆପଣଙ୍କର ଅବକାରୀ କନେଷ୍ଟବଳ ନିଯୁକ୍ତି ରୁଲ୍ଟି ଆପଣଙ୍କର 4 ଡିସେମ୍ବର 2023ରେ ଆସିଛି। ତ ନୂଆ ରୁଲ୍ ହିସାବରେ ଆପଣଙ୍କର ଓଡ଼ିଶା ଏକ୍ସାଇଜ୍ ସର୍ଭିସ୍ ରିକ୍ରୁଟମେଣ୍ଟ କଣ୍ଡିସନ୍ ହିସାବରେ ଆପଣଙ୍କର କନେଷ୍ଟବଳ ନିଯୁକ୍ତି ହେବ ଏବଂ ସବ୍ ଇନ୍ସପେକ୍ଟର ନିଯୁକ୍ତି ହେବ। ତ ନୂଆ ରୁଲ୍ଟି 2023ରେ ଆପଣଙ୍କର ଗଠନ କରାଯାଇଛି ଏବଂ ଦେଖନ୍ତୁ ଆପଣଙ୍କର କିଏ ଏହାକୁ ନିଯୁକ୍ତି କରିବ। କମିଶନ୍ ଆପଣଙ୍କର ରହିଛି ଦେଖନ୍ତୁ ଓଡ଼ିଶା ସବଅର୍ଡ଼ିନେଟ୍ ଷ୍ଟାଫ୍ ସିଲେକ୍ସନ୍ ଏହି ଯେଉଁ ଏକ୍ସାଇଜ୍ କନେଷ୍ଟବଳର ପଦବୀଟିକୁ ନିଯୁକ୍ତି କରିବ, ଡାଇରେକ୍ଟ ନିଯୁକ୍ତି କରିବ। ପୂର୍ବ ଭଳି ଆପଣଙ୍କର ଯେଉଁ ରୁଲ୍ ଥିଲା ବର୍ତ୍ତମାନ ସମ୍ପୂର୍ଣ୍ଣ ରୁଲ୍ଟି ଚେଞ୍ଜ ହୋଇଯାଇଛି। ଏଥିରେ ଆପଣଙ୍କର ରିକ୍ରୁଟ୍ କନେଷ୍ଟବଳ ଆପଣଙ୍କର ଯେଉଁ ଆସିବେ, ଯେଉଁ ଏକ୍ସାଇଜ୍ର ରିକ୍ରୁଟ୍ କନେଷ୍ଟବଳ ଆସିବେ ତା'ର ଏଲିଜିବିଲିଟି କ୍ରାଇଟେରିଆ +2 ପାସ୍ ମିନିମମ୍ ଆପଣଙ୍କର କ୍ୱାଲିଫିକେସନ୍ ରଖାଯାଇଛି ଏବଂ ଆପଣଙ୍କର ଏମ୍ପ୍ଲୟମେଣ୍ଟ ସାର୍ଟିଫିକେଟ୍ ମଧ୍ୟ ନୋଟିଫିକେସନ୍ ପୂର୍ବରୁ ଆପଣମାନେ ରେଜିଷ୍ଟ୍ରେସନ୍ କରିଦେବେ ଏବଂ ବୟସ ସୀମା ଆପଣଙ୍କର 21ରୁ 32 ବର୍ଷ ରଖାଯାଇଛି ଏବଂ ଆପଣଙ୍କର ଏଜ୍ ରିଲାକ୍ସେସନ୍ କ୍ୟାଟେଗୋରୀ ୱାଇଜ୍ ଆପଣଙ୍କର ରହିଛି। ହାଇଟ୍ ୱେଟ୍ ଯେଉଁଟା ନର୍ମାଲ୍ ରଖାଯାଇଛି 168 ସେଣ୍ଟିମିଟର ଆପଣଙ୍କର ୟୁଆର୍ ଏବଂ ଏସିବିସି ମେନ୍ ହାଇଟ୍ ୱେଟ୍ ଆପଣଙ୍କର 55 କେଜି ଏବଂ 79 ସେଣ୍ଟିମିଟର ଚେଷ୍ଟରୁ 84 ସେଣ୍ଟିମିଟର ଚେଷ୍ଟ ଏକ୍ସପାଣ୍ଡ କରିବେ। ସେହିଭଳି ଭାବରେ ଓମେନ୍ କ୍ୟାଟେଗୋରୀ ନିମନ୍ତେ 158 ସେଣ୍ଟିମିଟର ହାଇଟ୍ ରଖାଯାଇଛି, 47.5 କେଜି ୱେଟ୍ ରଖାଯାଇଛି। ଏସ୍ଟି ଏବଂ ଏସ୍ସି କ୍ୟାଟେଗୋରୀ ପିଲାମାନଙ୍କ ପାଇଁ ପୁଅମାନଙ୍କ ପାଇଁ 163 ସେଣ୍ଟିମିଟର ହାଇଟ୍, 50 କେଜି ୱେଟ୍ ଏବଂ 76 ସେଣ୍ଟିମିଟର ଚେଷ୍ଟରୁ 81 ସେଣ୍ଟିମିଟର ନର୍ମାଲ୍ 5 ସେଣ୍ଟିମିଟର ଏକ୍ସପାଣ୍ଡ କରିବେ। ମହିଳାମାନଙ୍କ ପାଇଁ SC/ST ପାଇଁ 153 ହାଇଟ୍ ଏବଂ 45 କେଜି ୱେଟ୍ ରଖାଯାଇଛି। ତ ଏଇଭଳି ପୁରୁଣା ଯେଉଁ ରୁଲ୍ ଥିଲା ନୂଆ ଚେଞ୍ଜ କରାଯାଇଛି। ରିକ୍ରୁଟମେଣ୍ଟ ପ୍ରୋସେସ୍ ଆପଣଙ୍କର ଦେଖନ୍ତୁ 100 ମାର୍କର ରିଟିନ୍ ହେବ, ଯାହାକି ପ୍ରଥମେ ରିଟିନ୍ ଏକ୍ଜାମିନେସନ୍, ତାପରେ ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ମେଜରମେଣ୍ଟ, ତାପରେ ଆପଣଙ୍କର ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ। 100 ମାର୍କ ରିଟିନ୍ ଯେଉଁ ହେବ ଆପଣଙ୍କର ଦେଖନ୍ତୁ 120 ମିନିଟ୍ ଆପଣଙ୍କର ଟାଇମିଂ ନେବ ଏବଂ ଆପଣଙ୍କର 100 ମାର୍କର ପ୍ରଶ୍ନ ଅଛି, ଯେଉଁଥିରେ କି OMR ବେସ୍ରେ ପ୍ରଶ୍ନର ପରୀକ୍ଷା ହେବ। +2 ଷ୍ଟାଣ୍ଡାର୍ଡ଼ର କୋଶ୍ଚିନ୍ ଆସିବ, ଯେଉଁଥିରେ କି ଆପଣଙ୍କର ଯେଉଁଟାକି ଇଂଲିଶ ଲାଙ୍ଗୁଏଜ୍, ଏରିଥମେଟିକ୍, ଜେନେରାଲ୍ ନଲେଜ୍, ସିଚୁଏସନାଲ୍ ଆୱାରନେସ୍, ଲଜିକାଲ୍ ରିଜନିଂ, ବେସିକ୍ କମ୍ପ୍ୟୁଟର ନଲେଜ୍ ଉପରେ ପ୍ରଶ୍ନ ଆସିବ ଏବଂ 0.25 ଆପଣଙ୍କର ନେଗେଟିଭ୍ ମାର୍କିଂ ରହିଛି ଗୋଟିଏ ପ୍ରଶ୍ନ ଭୁଲ କଲେ। ତାପରେ ଆପଣଙ୍କର ଦେଖନ୍ତୁ କ'ଣ ରହିଛି, ଆପଣଙ୍କର ଯେଉଁ ରହିଛି ଫିଜିକାଲ୍ ଷ୍ଟାଣ୍ଡାର୍ଡ଼ ମେଜରମେଣ୍ଟ ପରେ ଆପଣଙ୍କର ଫିଜିକାଲ୍ ଏଫିସିଏନ୍ସି ଟେଷ୍ଟ ବର୍ତ୍ତମାନ ନୂଆ ଢାଞ୍ଚାରେ ଓଡ଼ିଶା ପୁଲିସ୍ କନେଷ୍ଟବଳ ଭଳି ନୂଆ ଟାଇପ୍ର କରିବ, ଯେଉଁଥିରେ କି ଆପଣଙ୍କର 1600 ମିଟର ରନିଂ ଅଲ୍ ମେନ୍ କ୍ୟାଟାଗୋରୀ 7 ମିନିଟ୍ ମଧ୍ୟରେ କ୍ୱାଲିଫାଇ କରିବେ ଏବଂ ଆପଣଙ୍କର ମହିଳାମାନଙ୍କ ପାଇଁ 1600 ମିଟରଟିକୁ ଆପଣଙ୍କର ରଖାଯାଇଛି, ଯେଉଁଟାକି 9 ମିନିଟ୍ ଟାଇମିଂ ରଖାଯାଇଛି ମହିଳାମାନଙ୍କ ପାଇଁ। ଲଙ୍ଗ୍ ଜମ୍ପ ରଖାଯାଇଛି ଏବଂ ରନିଂ ରଖାଯାଇଛି। ଲଙ୍ଗ୍ ଜମ୍ପଟି ଆପଣଙ୍କର 12 ଫୁଟକୁ 3 ଗୋଟି ଚାନ୍ସରେ ଅଲ୍ ମେନ୍ କ୍ୟାଟାଗୋରୀ କ୍ୱାଲିଫାଇ କରିବେ। ଫିମେଲ୍ କ୍ୟାଟାଗୋରୀ ଆପଣଙ୍କର ଯେଉଁ ରହିଲେ ସେମାନଙ୍କର ଫିଜିକାଲ୍ 9 ମିନିଟ୍ରେ 1600 ଏବଂ 9 ଫୁଟକୁ ଲଙ୍ଗ୍ ଜମ୍ପକୁ 3ଟା ଚାନ୍ସରେ କ୍ୱାଲିଫାଇ କରିବାକୁ ପଡ଼ିବ। ତାପରେ ଆପଣଙ୍କର ଯେଉଁ ରହିଛି ମେଡ଼ିକାଲ୍ ଆପଣଙ୍କର ଚେକ୍ ହେବ ଏବଂ NCCରେ ମାର୍କ ଏଥର ପ୍ରଥମ ଥର ଆଡ଼୍ କରାଯାଇଛି। ଯେଉଁମାନଙ୍କର NCC B ସାର୍ଟିଫିକେଟ୍ 1 ମାର୍କ, C ସାର୍ଟିଫିକେଟ୍ 2 ମାର୍କ। ତ ଏଇଭଳି ନୂଆ ରୁଲ୍ଟି ହେବ ଏବଂ ଯେଉଁ ଭ୍ୟାକେନ୍ସି ଆସିବ 575 ଗୋଟି କନେଷ୍ଟବଳ ଆସିବ, ଏକ୍ସାଇଜ୍ କନେଷ୍ଟବଳ, ସେଇଟା ଏଇ ନୂଆ ରୁଲ୍ରେ ନିଯୁକ୍ତି ହେବ
ଏବଂ ଆପଣଙ୍କର 33 ଗୋଟି ସବ୍ ଇନ୍ସପେକ୍ଟର ଯେଉଁ ଆସିବ ତାହାର ମଧ୍ୟ ରୁଲ୍ ଅଫିସର ଯେଉଁ ରୁଲ୍ ହିସାବରେ ମଡ଼ିଫାଏଡ଼ ହେବ। ପ୍ରଥମେ ରିଟିନ୍ ହେବ, ତାପରେ ଫିଜିକାଲ୍ ହେବ। ତ ପୂର୍ବରୁ ଆପଣଙ୍କର ଯେଉଁଭଳି ଭାବରେ ହେଉଥିଲା ବର୍ତ୍ତମାନ ନୂଆ ଢାଞ୍ଚାରେ ହେବ। ତ ଆପଣମାନେ ରେଡ଼ି ହେଇକି ରୁହନ୍ତୁ। ଯେଉଁମାନେ କି ଏକ୍ସାଇଜ୍ କନେଷ୍ଟବଳକୁ ଅପେକ୍ଷା କରି ରହିଛନ୍ତି ସେମାନଙ୍କର ଭ୍ୟାକେନ୍ସି 575 ଗୋଟି ପଦବୀ ଖୁବ୍ ଶୀଘ୍ର ଆସିବାକୁ ଯାଉଛି ଏବଂ 33 ଗୋଟି ସବ୍ ଇନ୍ସପେକ୍ଟର ପଦବୀ ରହିଛି ଭ୍ୟାକେନ୍ସି, ଯାହାକି ଆପଣଙ୍କର ଡିସେମ୍ବର ମାସ 2023 ସୁଦ୍ଧା ଆପଣଙ୍କର ରହିଛି ଅପଡ଼େଟ୍ ଏବଂ ଭ୍ୟାକେନ୍ସି ଆପଣଙ୍କର ଏଇ ଡିସେମ୍ବର ଲାଷ୍ଟ ମଧ୍ୟରେ ଆସିବ। ପ୍ରିପାରେସନ୍ ଭଲ ଭାବେ କରନ୍ତୁ, ପଢ଼ାପଢ଼ି କଣ୍ଟିନ୍ୟୁ କରନ୍ତୁ। ଭିଡ଼ିଓଟିକୁ ମାତ୍ରାଧିକ ସେୟାର କରନ୍ତୁ ଏବଂ ଯଦି କିଛି ଡାଉଟ୍ ରହୁଛି କମେଣ୍ଟ କରନ୍ତୁ। ଚ୍ୟାନେଲକୁ ଯଦି ନୂଆ କରି ଆସିଛନ୍ତି ଚ୍ୟାନେଲକୁ ଜରୁର ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଘଣ୍ଟିକୁ ପ୍ରେସ୍ କରି ଅଲ୍ ନୋଟିଫିକେସନ୍ଟିକୁ ଅନ୍ କରନ୍ତୁ, ଯାହାଫଳରେ ମୁଁ ଯାହା ବି ଅପଡ଼େଟ୍ ଦେବି ଆପଣମାନଙ୍କ ପାଖରେ ସେଇ ଭିଡ଼ିଓଟି ସର୍ବପ୍ରଥମେ ପହଞ୍ଚି ପାରିବ।